ଯେମିତି ମୁଁ ଆଗରୁ କହିଥିଲି କି ମୁଁ ଆଜି ଭୁବନେଶ୍ୱର ଆସୁଛି ପାଷ୍ଟ ଲାଇଫ୍ ରିଗ୍ରେସନ୍ କରିବା ପାଇଁ। ମୋର ଆଜି ପ୍ରଥମ ଦିନ ଥିଲା। ମୁଁ ଏବେ ହୋଟେଲରେ ଅଛି ଆଉ ଆଜିର ମୋର ଅନୁଭବ ମୁଁ ରେକର୍ଡ଼ିଂ କରିବା ପାଇଁ ଚାହୁଁଛି। ମୁଁ ଏସବୁ ଜିନିଷ ବିଶ୍ୱାସ କରେନି। ଯେଉଁ ଜିନିଷ ନିଜେ ଅନୁଭବ ନ କରିବି ସେ ଜିନିଷ ମୁଁ ବିଶ୍ୱାସ କରେନି। ଆଜି ଆସିଲି ତ ଏଇ ଯେଉଁ ପାଷ୍ଟ ଲାଇଫ୍ ରିଗ୍ରେସନ୍ଟା ଏଇଟା ଗୋଟେ ଥେରାପି ହିଲିଂ। ମାନେ ସେ ଆମକୁ ପ୍ରଥମରୁ ପୁରା ପୁରା ଅଧା ଦିନ ଆମକୁ ବୁଝେଇଲେ ଯେ ପ୍ରକୃତରେ ତୁମେ ପାଷ୍ଟ ଲାଇଫ୍କୁ ଯାଇକି କ'ଣ କରିବ କ'ଣ ନାହିଁ, ଆଉ ସେଥିରୁ ଶିକ୍ଷା ନେଇକିନା ତୁମେ ଆଗକୁ କେମିତି ବଢ଼ିବ। କାହିଁକିନା ବର୍ତ୍ତମାନ ଯେଉଁ ଅଛି ଆମର ପ୍ରେଜେଣ୍ଟ ଲାଇଫ୍ ସେଇଟା ହିଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ତେଣୁ ସେଇଥିରେ ଯାଇକିନା ଆମେ କ'ଣ ଗୋଟେ ବାହା କରିକିନା ମିଳିଯିବ ବୋଲି ସେମିତି ଭାବିବା କଥା ନୁହଁ। ହଁ, ସେ ଆମକୁ ଶିଖେଇଲେ କି ଯଦି କିଛି ଭୁଲ ହେଇଛି ସେ ଭୁଲର କାରଣ ଜାଣିକିନା ତାକୁ ଗ୍ରାଟିଟ୍ୟୁଡ଼ ଦେଇକିନା ତାକୁ ହିଲିଂ କରିକିନା ଆଗକୁ ବଢ଼ିବା ପାଇଁ, ଲାଇଫକୁ ଟ୍ରାନ୍ସଫର୍ମେସନ୍ କରିବା ପାଇଁ ପାଷ୍ଟ ଲାଇଫ୍ ରିଗ୍ରେସନ୍ ପ୍ରାୟ କରାଯାଏ ବୋଲି କହିଲେ। ତ ପ୍ରଥମ ଯେଉଁ ଆଜି ମୋର ଅନୁଭବରେ ସେ ମୋତେ ମେଡ଼ିଟେସନ୍ କରେଇକି ଯେଉଁ ଗାଇଡ଼ କରି ଆଜି ନିଜର ଯେଉଁ ବାର୍ଥ ଯେଉଁ ଜନ୍ମ ଏମିତିକି କହିବାକୁ ଗଲେ 5-6 ବର୍ଷରୁ ଯାହା ସବୁ ମନେ ଥିଲା, କିନ୍ତୁ ତା ପୂର୍ବରୁ ପାଖାପାଖି 3 ବର୍ଷରୁ ତଳକୁ ଏମିତିକି ଜନ୍ମ ସମୟରେ ସେ କଥା କିଛି ମନେ ନଥିଲା। ଆଜି ଯେତେବେଳେ ସେ ଆରମ୍ଭ କଲେ ତ ମୁଁ ଜାଣିନି କେମିତି କ'ଣ ହେଲା, କିନ୍ତୁ ମୁଁ ଫିଲ୍ କଲି ଆଉ ଅନୁଭବ ବି କଲି ଯେ ମୁଁ ନିଜେ ସବୁ ଜିନିଷ ଦେଖିଲି। ମୁଁ ଯେତେବେଳେ ଜନ୍ମ ହେଲି, କେମିତି ଜନ୍ମ ହେଲି, କିଏ ମୋ ପାଖରେ ଥିଲେ, ଆଉ କ'ଣ ସବୁ କରୁଥିଲେ, କେଉଁଠି ଜନ୍ମ ହେଇଥିଲି, କେତେ ଟାଇମ୍ରେ ଜନ୍ମ ହେଇଥିଲି, ଏଇ ଜିନିଷ ସବୁ ମୋତେ ଦେଖାଗଲା। ମୁଁ ଖୁସି ହେଲି। ମୋ ବାପାଙ୍କର ସେତେବେଳେ ଯେଉଁ ଭାବ ଥିଲା, ମୋ ମାଆଙ୍କର ଭାବ ଥିଲା, ଏଇସବୁ ଜିନିଷକୁ ମୁଁ ଦେଖିକି ଖୁସି ହେଲି। ସମସ୍ତେ ଯେଉଁମାନେ ଥିଲେ, ମୁଁ ପରେ ଫୋନ୍ କରିକି ପଚାରିଲି ମୋ ଭାଇଙ୍କି ଯେ ପ୍ରକୃତରେ ମୁଁ କେଉଁଠି ଜନ୍ମ ହେଇଥିଲି କ'ଣ, ମୋତେ ଜଣା ନଥିଲା କିଛି। ମୁଁ ଫୋନ୍ କରି ପଚାରିଲି ତ ସେ କହିଲେ ହଁ ସେଇ ଘରେ ହିଁ, ସେଇ ଜାଗାରେ ହିଁ ଜନ୍ମ ହେଇଥିଲା। ଆଉ କେତେବେଳେ ଜନ୍ମ ହେଇଥିଲାଟା କହିଲେନି, କିଏ ଥିଲେ ମଧ୍ୟ କହିପାରିଲେନି। କାହିଁକିନା ସେତେବେଳେ ଆଉ ଆମର ଯେଉଁ ଗାଉଁଲି ଲୋକମାନେ ଏତେ କିଛି ଜାଣିନାହାନ୍ତି। କିନ୍ତୁ ହଁ, କିଛିଟା ସତ ଯେ ଯେଉଁ ଜାଗାରେ ଜନ୍ମ ହେଇଥିଲି ମୁଁ ପୁରା ସେଠି ପୁରା ଦେଖୁଥିଲି। ମୁଁ ଜନ୍ମ ହେଉଥିଲି ପୁରା ସମ୍ପୂର୍ଣ୍ଣ ଦେଖିଲି। ତାପରେ ମୋର ଯେଉଁ 3 ବର୍ଷ ପର୍ଯ୍ୟନ୍ତ ଯେଉଁ ବାଳକ ଅବସ୍ଥା, ଯେଉଁଟା ଛୋଟ ଶିଶୁ ଅବସ୍ଥା, ସେଇ ସମୟର ମଧ୍ୟ କିଛି ଘଟଣା ମୁଁ ନିଜ ଭିତରେ ଅନୁଭବ କଲି, ସେ ଜିନିଷ ଦେଖିଲି। ତାପରେ ସେକେଣ୍ଡ ହାଫ୍ରେ ମୃତ୍ୟୁ ତ ଆମକୁ ବାଇ ପ୍ରୋସେସ୍ କରିକି ଗୋଟେ ଅନୁଭବ ଏମିତି ଆସିଲା କି ନେକ୍ସଟ ଜନ୍ମରେ ମୋର କିଏ ବାପା ମାଆ ଥିଲେ, ମୁଁ ସେଇଟା ତାଙ୍କ ମୁହଁ ଦେଖିପାରିଲିନି। ହଁ, କିନ୍ତୁ ମୁଁ ମରିଯାଇଥିଲି, ମୋ ଶବ ପଡ଼ିଥିଲା। ମୋର ଏଇଠି ନିଶ ଥିଲା, ନିଶ ଟିକେ ଡିପ୍ ନିଶ ଥିଲା। ଆଉ ପାଖାପାଖି 47 ଇୟର୍ରେ ମୁଁ ମୃତ୍ୟୁବରଣ କରିଥିଲି। ସେଥିପାଇଁ ମୋର ଯେଉଁ ଜଲ୍ଦି ମୁଁ ମରିଯାଇଛି ବୋଲି ମୋ ଭିତରେ ସବୁବେଳେ ଯେଉଁ ଟିକେ କଥାରେ ରାଗ, ସେଇ ଜିନିଷଟା ତାର କାରଣ ସେଥିପାଇଁ, କାହିଁକିନା ମୁଁ ଜଲ୍ଦି ମରିଯାଇଥିଲି। ଆଉ ସେଠି ଆମେ ଯେଉଁମାନେ କରିଥିଲୁ ପାଖାପାଖି 70 ଲୋକ ଥିଲେ ଆଖପାଖରେ, ତ ଗ୍ରୁପ୍ ୱାଇଜ୍ କରିଥିଲୁ। ତ ତାଙ୍କ ସହିତ ମଧ୍ୟ ଇଣ୍ଟରାକ୍ଟ କରିବା ପାଇଁ ଆମକୁ ବସାଯାଇଥିଲା। ତ ମୋ ସହିତ ଯେଉଁମାନେ ବି ବସିଥିଲେ, ମୁଁ ତାଙ୍କ ସହିତ ବସିଥିଲି। ତାଙ୍କର ଯେଉଁ ଏନର୍ଜିକୁ ଇଏ କରିକିନା, ତାଙ୍କ ଓରାକୁ ଯାଇକିନା ଇଣ୍ଟୁଇସନ୍କୁ ଫଲୋ କରିକିନା ଯେଉଁ ତାଙ୍କ ବିଷୟରେ ଜାଣିବା କି କ'ଣ। ତ ପ୍ରଥମେ ଯାହାଙ୍କ ସହିତ ମୁଁ କରିଥିଲି, ମୁଁ ତାଙ୍କ ପୂର୍ବଜନ୍ମ ଜିନିଷଟା ଦେଖିଥିଲି, ତାଙ୍କୁ କ'ଣ ଭଲ ଲାଗେ ଦେଖିଥିଲି।
ଆଉ ତାଙ୍କ ଘର କେମିତି କହିଥିଲି, ଆଉ ତାଙ୍କ ଘରେ ଲୋକ କେମିତି, ଏଥିରୁ 3ଟା ପାଖାପାଖି ଠିକ୍ ରହିଲା, 1 ଆଉ 2ଟା ପାଖାପାଖି ଏମିତି ଭୁଲ ହେଲା। ସେ ମଧ୍ୟ ମୋର କହିଥିଲେ ଯେ କ'ଣ କ'ଣ ଅଛି କ'ଣ କ'ଣ ନାହିଁ ଆମ ପରିବାର ବିଷୟରେ, ମୋ ବିଷୟରେ। ତ କାଫି ମାନେ ମିଶିଲା। ଆଉ ଆମେ ଯେଉଁ 5-6 ଜଣ ଗ୍ରୁପ୍ କରିଥିଲୁ ସେଥିରେ ମୋତେ ମାନେ ମୋ ପୂର୍ବଜନ୍ମର ଯେଉଁ ସାଙ୍ଗସାଥି ପୁରା ସେମ୍ ଏଜ୍ର ମିଳିଲେ। ମାନେ ଯେଉଁମାନେ ମୋ ପାଖରେ ବସିଥିଲେ ବୋଧେ ସବୁଠାରୁ କମ୍ ବୟସ ମୁଁ ହେବି, ଆଉ ସେମାନଙ୍କର ବୟସ ପାଖାପାଖି ସେଇ 39-47 ଭିତରେ ହେବ। ଆଉ ମୋତେ ଫିଲ୍ ହେଲା କି ସେମାନେ ମୋର ପୂର୍ବଜନ୍ମରେ ମୋର ସାଙ୍ଗ ଥିଲେ। ଆଉ ଏଇଭଳିଆ କେତେ ଗୁଡ଼ା ଥିଲା, ମୋତେ ଆଜି ଭଲ ଲାଗିଲା। ତ ଆକ୍ଚୁଆଲି ଏସବୁ ଜିନିଷ ଫିଲ୍ କରି ହେଉଛି, କିନ୍ତୁ ବେଶୀ ଟାଇମ୍ ମନେ ରଖି ହେଉନି ଏ ଜିନିଷ, କାହିଁକିନା ସେଇ ଟାଇମ୍ରେ ଯେତେବେଳେ ହେଉଥିଲା ହଁ ଆମେ ଜାଣିଲୁ ଏଇ ଜିନିଷ, ସେଥିରୁ କିଛି ଶିଖିବାର ଅଛି, କିଛି ମେସେଜ୍ ମିଳିଲା, ତ ବାସ୍ ଆଗକୁ ଫେରିଲୁ। ତ ଆଜିର ଏକ୍ସପିରିଏନ୍ସଟା ବହୁତ ମାନେ ଭିନ୍ନ ଥିଲା, ଭାବିନଥିଲି ଏମିତି ହେବ। କାଲି ପୁଣି ଗୋଟେ ଦିନ ଅଛି, ତ ଦେଖିବା କାଲି ପୁଣି କ'ଣ ହେଉଛି। ତ ଆଜି ପାଇଁ ଏତିକି, ଧନ୍ୟବାଦ।